ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କୁତ୍ରା ବ୍ଲକ ଗସ୍ତ। ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ କୁତ୍ରା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଏବଂ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ମହାଜନ କୁତ୍ରା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରୁ 7ଟି ଲେଖାଏଁ ପ୍ରକଳ୍ପ ସ୍ଥାନିତ ହୋଇଛି। ପରେ ଲାଇନ୍ଠାରେ ହୋଇଥିବା ମେଗା ପାଇପ୍ ଜଳ ଯୋଗାଣ କାର୍ଯ୍ୟକ୍ରମର ଜଳ ବିଶୋଧନ ପ୍ଲାଣ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଦର୍ଶନ କରିଥିଲେ। ଏହି ମେଗା ପାଇପ୍ ଜଳ ଯୋଗାଣ କାର୍ଯ୍ୟକ୍ରମ ଅନ୍ତର୍ଗତ 3ଟି ବ୍ଲକ ଯଥା କୁତ୍ରା, ବଡ଼ଗାଁ, ରାଜଗାଙ୍ଗପୁରର 80ଟି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 14 କୋଟି ଗ୍ରାମକୁ ପାନୀୟ ଯୋଗାଣ ହେଉଅଛି। ଏହି ପ୍ରକଳ୍ପକୁ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆମଗୋଭା ଗ୍ରାମ ପଞ୍ଚାୟତର ଏଲୋଗା ଗ୍ରାମ ଗସ୍ତ କରି ସେଠାକାର ଜଳନିଧି 2 ଯୋଜନା ଅନ୍ତର୍ଗତ ହୋଇଥିବା ସୋଲାର ଉଠା ଜଳସେଚନ ପ୍ରକଳ୍ପର ପରିଦର୍ଶନ କରିଥିଲେ। କୁଆରମୁଣ୍ଡାଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ସହାୟତାରେ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ରର ପରିଦର୍ଶନ କରିଥିଲେ। ଦହିଜେରାଠାରେ NREGS ଅନ୍ତର୍ଗତ ପୋଖରୀ ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଗ୍ରାମରେ ଥିବା ପୋଖରୀ ଏବଂ ନାଳଗୁଡ଼ିକର NREGS ମାଧ୍ୟମରେ ଉନ୍ନତିକରଣ କରିବା ନେଇ ସେ ଆଲୋଚନା କରିଥିଲେ। ସେହିପରି କନ୍ଦେଇମୁଣ୍ଡା ଗ୍ରାମକୁ ଯାଇ ଓଡ଼ିଶା ଜୀବିକା ମିଶନ ଏବଂ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ହୋଇଥିବା କୁକୁଡ଼ା ଫାର୍ମ ଏବଂ ମିଲେଟ୍ ଟିଫିନ୍ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଉପଯୁକ୍ତ ବଜାର ସୁବିଧା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ କହିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁଗଳ ବିଶ୍ୱାଳ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।